हे ସାଙ୍ଗମାନେ ୱେଲକମ୍ ଟୁ ଏ ନ୍ୟୁ ବ୍ଲଗ୍। ତ ମୁଁ ଆପଣମାନଙ୍କର ନିତୁ ଦେଖିପାରୁଥିବେ ବିଲ ପୁରା ଫାଙ୍କା ଫାଙ୍କା ଆଉ ମୁଁ ବିଲକୁ ଆସିଛି ଶାଗ ତୋଳିବା ପାଇଁ। ଖରାବେଳ ଟାଇମ୍ ତ ମୁଁ ଆସିଛି ଶାଗ ନେବା ପାଇଁକି। ଧାନ କଟା ସରିଗଲା ପରେ ବିଲ ପୁରାପୁରି ଫାଙ୍କା ପଡ଼ିଥାଏ ଆଉ ସେଇ ଟାଇମ୍ରେ ଉଠେ ଯେଉଁ ଶାଗ, ସେ ଶାଗକୁ ଆପଣମାନଙ୍କ ଆଡ଼େ କ'ଣ କୁହନ୍ତି ମୋତେ କମେଣ୍ଟରେ କହିବେ। ଆମ ଆଡ଼େ ତ ମୋଟି ଶାଗ କୁହନ୍ତି, ତ ମୁଁ ଆସିଛି ମୋଟି ଶାଗ ତୋଳିବା ପାଇଁ। ଦେଖିପାରୁଛନ୍ତି ଏଇ ଜାଗାରେ ସବୁ ଶାଗ ହେଇଛି, ତ ଗୋଟି ଗୋଟି କରି ଶାଗ ତୋଳିବାର ଅଛି। ଆଜି ଶାଗ ନେଇକି ତୋଳିକି ରଖିଦେଲା ପରେ କାଲି ଏ ଶାଗ ଖିଆଯିବ। କାକରରେ ଶାଗ ରଖିଦେବୁ। ତ ମୁଁ ଏତେକ ଶାଗ ତୋଳି ସାରିଲିଣି ଆଉ ବର୍ତ୍ତମାନ ମୁଁ ଶାଗ ସବୁ ନେଇକିରି ଘରକୁ ଯିବି। ଏବେ 2ଟା ବେଳ ବାଜିଛି ଆଉ ମୋ ସହିତ ମୋ ପିଇସି ଆସିଛନ୍ତି ଆଉ ସମସ୍ତେ ଆଖପାଖ ଘର ପାଖ ଲୋକ ସବୁ ଆସିଛନ୍ତି ବି ଶାଗ ତୋଳିବା ପାଇଁ। ତ ଦେଖିପାରୁଛନ୍ତି ମେସିନରେ ଧାନ କଟା ହେଇଛି, ବିଲର ଅବସ୍ଥା ପୁରା ଖତରନାକ ହେଇଯାଇଛି ଆଉ ଆ ଭିତରେ ହେଇଛି ଶାଗ। ଶାଗକୁ ତୋଳିବା ଭାରି କଷ୍ଟ, ଏ ଯେଉଁ ଘାସ ବିଲରୁ। ତ ତଥାପି ଆମେ କୋସିସ କରିକି ଶାଗ ତୋଳୁଛୁ। ତ ସାଙ୍ଗମାନେ ଦେଖନ୍ତୁ ଏ ଗୋଟେ ଶାଗ, ଏ ଶାଗକୁ କ'ଣ କୁହନ୍ତି ସୁନସୁନିଆ ଶାଗ ଆଉ ଏ ଶାଗରେ ଭରପୁର ହେଇ ରହିଛି ଭିଟାମିନ୍। ଠିକ୍ ଅଛି, ଯାହାକୁ ନିଦ ନ ହେଉଥିବ ସେ ଶାଗ ଖାଇଲେ ବଢ଼ିଆ ନିଦ ହେବ। ତ ଦେଖନ୍ତୁ ରୋଡ଼ ସେଠି ଆମେ ଏ ଜାଗାରେ ଆସି ଶାଗ ତୋଳୁଛୁ ଆଉ ମୁଁ ପାଣି ବୋଟଲ ବି ନେଇକି ଆସିଛି ଯେହେତୁ ଖରା ହେଉଛି। ଆଉ ଦେଖନ୍ତୁ ମୁଁ ପଳେଇ ଆସିଲି, ମୋ ଶାଗ ତୋଳା ସରିଲା। ତ ମୁଁ ଯାଉଛି ଯିବି ଘରକୁ, ଖାଇବି, ଭୋକ ଲାଗିଲାଣି। ଖାଇନଥିଲି ସେମିତି ଆସିଥିଲି। ତ ଚାରିଆଡ଼େ ସବୁ ଶୁନଶାନ, ଖରାବେଳ ଟାଇମ୍, ବେଶୀ ଗାଡ଼ି ଭଡ଼ା ତ ଯିବନି। ତ କ'ଣ କରିବା, ତ ମୁଁ ଯାଉଛି ଯିବି ଘରକୁ। ଆଉ କ'ଣ ଶାଗ ତୋଳିବା ଆଉ ସମସ୍ତଙ୍କ ସହିତ ମିଶିକି ତୋଳିବାର ମଜା ବି ଅଲଗା ପ୍ରକାର ଥାଏ। ଆଉ ଦେଖିପାରୁଛନ୍ତି ସେଠି ଯାଇକି ନଈବନ୍ଧ। ତ ମୁଁ ଘର ପାଖାପାଖି ହେଇଗଲିଣି ଆଉ ଯାଇକି ଘରେ ପହଞ୍ଚିଗଲା ପରେ ମୋର କାମ ସରିବ। ତ ଶାଗତିକ ବଛାବଛି ହେଇଯିବ। ଇଏ ହେଲା ଆମ ଗାଁ ପୋଖରୀ, ଘାସ ଦଳ ଫୁଲ ହେଇଛି। ତ ଆମେ ସମସ୍ତେ ମିଶିକି ଯାଇଥିଲୁ ଶାଗ ତୋଳିବା ପାଇଁ, କିନ୍ତୁ ବୋଉ ଯାଇଥିଲା ଏଇଠି ଘର ପାଖରେ ପୋଖରୀ ବାସି ଫୁଲ ପକାଇବା ପାଇଁ। ତ ଫାଇନାଲି ଆମେ ଘରେ ପହଞ୍ଚିଗଲୁ ଆଉ ଦେଖନ୍ତୁ ଏତେ ସାରା ଶାଗ ସବୁ ଆମେ ତୋଳିକିରି ଆଣିଛୁ, ଆକୁ କୁହନ୍ତି ମୋଟି ଶାଗ। ତ ସାଙ୍ଗମାନେ ମୁଁ ଯାଉଛି ଖାଇବି ଆଉ ରେଷ୍ଟ କରିବି, ସବୁତିକ ଶାଗକୁ ବଛାବଛି କରିବି। ଆପଣମାନେ କ'ଣ କରୁଛନ୍ତି କମେଣ୍ଟରେ ନିଶ୍ଚିନ୍ତ ଜଣାନ୍ତୁ। ରହୁଛି, ଦେଖା ହେବ ନେକ୍ସଟ ବ୍ଲଗ୍ରେ।